मरण वार्ता मो पिताश्री को आगे आपण प्रतिपादन करेनि कारण स्वर्गपुर रे समस्त देवता जिते वार्ता को शुणे मो पिताश्री को बहुत लांछना देवे एवं पिताश्री बहुत लज्जित हेबे जेतेबेले पितृहंतार प्रतिशोध नेबा पाई देवकंटक पापाचारी रावण को मु विनाश करिबी सेतेबेले से मध्य स्वर्गपुर को यात्रा करिवो हे धर्मतात आपण को मोर अनुरोध जेतेबेले से रावण स्वर्गपुर को यात्रा करिवो सेतेबेले मो पिता सेठारे थिबे आपण मध्य सेठारे थिबे एवं स्वर्गपुर समस्त देवतागण सेठारे थिबे सेतेबेले ए सीतार वार्ता आपण ताक प्रदान करिवे समस्त देवतांको सामना रे रावणर मुख लज्जित हेबो एथरे तिले मात्र संदेह नाही आई एते कहू कहू राम पक्षी गला स्वर्ग धाम एते पुण्य करी पिला से पिला और करी कइला लक्ष्मण को कहती रघुना करे जटायु रे धर्म प्रिया पिता धर्मता तो हेउछन्ति हमर पिता सदृश जेतेबेले आम पाई से तार प्राण को विसर्जन करि सारिछन्ति पुत्र हिसाब रे तांकर अंत्येष्टि क्रिया समापन करिबा आंभ मानकर कर्तव्य जाऊ लक्ष्मण अरण्य मध्यरु चंदन काष्ठ नै आस ज्येष्ठ पित्र हिसाब रे पिता स्त्रींकर अंत्येष्टि क्रिया समापन करिबि अरे आज्ञा प्रमाण रे सुमित्रा बाण रे चंदन काष्ठेर गाइयो आई जटायुर सब देले जड़ाई दे आकाश रे जय पारी सुभरी
ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ସାରିବା ପରେ ମତେ ପ୍ରତୀତ ହେଉଛି କୈକେୟୀ ମା ଯାହା କରିଛନ୍ତି ଠିକ କରିଛନ୍ତି। ଲକ୍ଷ୍ମଣ ତୁ କହୁନୁ, ଯେଉଁ ରାମ ନିଜର ଲକ୍ଷ୍ମଣର କଥାକୁ ନ ଶୁଣି ଏକ ସୁବର୍ଣ୍ଣ ନିର୍ମିତ ମୃଗ ପରିସରରେ ଧାଇଁଗଲା, ଯଦି ସେ ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥାନ୍ତା, ପ୍ରଜାମାନଙ୍କ ଗୁପ୍ତ ମନ୍ତ୍ରଣାରେ ସେ ମନ୍ତ୍ରିତ ହୋଇଥାନ୍ତା ଏବଂ ନିରୀହ ପ୍ରଜାମାନଙ୍କୁ କେମିତି ପାଳନ କରିଥାନ୍ତା ଲକ୍ଷ୍ମଣ। ତେଣୁକରି ମୋର ମନ ହେଉଛି ମାତା କୈକେୟୀ ରାମ ପ୍ରତି ଯାହା ବି କରିଛନ୍ତି ଠିକ କରିଛନ୍ତି ଲକ୍ଷ୍ମଣ। ଯେଉଁ ରାମ ଲକ୍ଷ୍ମୀ ରାଜାଙ୍କ ଗର୍ଭକୁ କଞ୍ଜନ କରି ଯେଉଁ ସୀତାଙ୍କୁ ବିବାହ କରିଥିଲା, ଏ ରାମ ସ୍ୱାମୀ ହିସାବରେ ତାଙ୍କୁ ମଧ୍ୟ ସୁରକ୍ଷା ଦେଇପାରିଲାନି ଲକ୍ଷ୍ମଣ। ଆଉ ଯଦି ମୁଁ ଅଯୋଧ୍ୟା ରାଜସିଂହାସନ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ଅଭିଷିକ୍ତ ହୋଇଥାନ୍ତି, କହିଲୁ ଲକ୍ଷ୍ମଣ, ନିରୀହ ପ୍ରଜାମାନଙ୍କୁ କିପରି ସୁରକ୍ଷା ଦେଇଥାନ୍ତା ରାମ? ଯେତେବେଳେ ତୋର ମାର ଲୋଭାସକ୍ତ ମନ ହୋଇଥିଲା ସେ ସ୍ୱର୍ଣ୍ଣ ନିର୍ମିତ ମୃଗପତି, ତୁ ବାରମ୍ବାର ମତେ କହିଥିଲୁ ପ୍ରଭୁ ସ୍ୱର୍ଣ୍ଣ ନିର୍ମିତ ମୃଗ ଦେଖିବା ତ ଦୂରର କଥା, କେବେ ଆପଣ ଆଗରୁ ଶ୍ରବଣ କରିଛନ୍ତି? କିନ୍ତୁ ତୋ କଥାକୁ ମୁଁ ଭୃକ୍ଷେପ କରି ଧାଇଁ ଯାଇଥିଲି ସେ ସ୍ୱର୍ଣ୍ଣ ନିର୍ମିତ ମୃଗକୁ ବଧ୍ୟ କରିବା ପାଇଁ। କହିଲୁ ଲକ୍ଷ୍ମଣ, ମୋ ଠାରୁ ଏ ସଂସାରରେ ଅବିବେକୀ ଲୋକ କି ଅଛନ୍ତି? କହିଲୁ ଲକ୍ଷ୍ମଣ, ମୋ ଠାରୁ ବୁଦ୍ଧିହୀନ ପୁରୁଷ ଜଗତରେ କେହି ଅଛନ୍ତି? ଯେଉଁ ରଘୁବଂଶର କୀର୍ତ୍ତି ସଂସାରରେ ବିଖ୍ୟାତ, ମୁଁ ସେ ରଘୁବଂଶର କୀର୍ତ୍ତି ତୁମ ଆଗରେ ପ୍ରତିପାଦନ କରୁଛି, ତୁମେ ଶ୍ରବଣ କର। ଜଣେ ସଗର ରାଜା ଏ ମର୍ତ୍ତ୍ୟମଣ୍ଡଳରେ ସାଗର ଖନନ କରିଥିଲେ। ମୋରି ବଂଶରେ ଭଗୀରଥ ବିଷ୍ଣୁଙ୍କ ନଖକଣରୁ ଗଙ୍ଗାକୁ ମଧ୍ୟ ଏ ମହିତଳରେ ଅବତୀର୍ଣ୍ଣ କରାଇଥିଲେ। ସେହି ବଂଶରେ ମୁଁ ଜନ୍ମ ହୋଇ ଆଜି ମୁଁ ଏଡ଼େ ଅଜ୍ଞାନ ହୋଇଗଲି ଯେ ସ୍ୱାମୀର କର୍ତ୍ତବ୍ୟ କରିବାକୁ ଆଜି ମୋ ପକ୍ଷରେ ସମ୍ଭବ ହେଲାନି। ମୁଁ ଭାବୁଛି ଲକ୍ଷ୍ମଣ, କୈକେୟୀ ମା ଯାହା ବି କରିଛନ୍ତି ଠିକ କରିଛନ୍ତି ଲକ୍ଷ୍ମଣ। ମନୁଷ୍ୟର କର୍ମ ଫଳ ଆପେ ସେ ଭୋଗ ଲକ୍ଷ୍ମଣ, ଏ ରାମ ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେବା ଉପଯୋଗ୍ୟ ନୁହେଁ। ଲକ୍ଷ୍ମଣ, ଏ କର୍ମରେ ଯାହା ବି ଅଛି ସେଇ ଫଳକୁ ଅନୁଧ୍ୟାନ କରି ଆଜି ମତେ ବିଧାତା ଦଶା ଦେଇଛି ଲକ୍ଷ୍ମଣ। ଚାଲ ଲକ୍ଷ୍ମଣ,
ଆମେ କିଛି ବାଟ ଅତିକ୍ରାନ୍ତ କରିବା ଯାହା ଫଳରେ ସୀତାଙ୍କର ଆଉ କିଛି ମଧ୍ୟ ଅନୁସନ୍ଧାନ ଆମକୁ ମିଳିପାରିବ। କେତେ କହି ପଥ ବାହି ତାଙ୍କେ ରାମଚନ୍ଦ୍ର ଗୀତରେ ଭରଇ ମୂଢ଼ ଭନକ ନରେନ୍ଦ୍ର ଜୟ ଶିବ ବୋଲନ୍ତି ଗୋ ପ୍ରିୟେ ଶୁଣ ଭଗବତୀ ଲକ୍ଷ୍ମଣଙ୍କ ଆଗେ ରାମ ଏସନ କହନ୍ତି ପ୍ରବନ୍ଧାସୁର ଶୁଣିନ ମାନବର ବାଣୀ ବିଚାରେ ଆହାର ମତେ ଦେଲା ଧାତା ଆଣି हे स्रष्टा धन्य तुमर सृष्टि स्रष्टा कहीपर स्रष्टा ए सृष्टि सर्जना मध्य एभली अदाकार रूप दे मत कहीं सृष्टि कर ना एक अदूर मानवर बाणी शुभ जाऊँगी अनेक दिन मुक्ति धारत अच्छी धन्य सृष्टा सत्य धन्य तुमको निश्चित निश्चित मत आज आहार मिला যোজন প্রমাণে ভুজ অটই তাহার দুপুরে রাজিত কুঞ্জ যে শোনে কুহুর নাসিকা চক্ষু চরণ মাত্র তার নাহি পরে যে পড়ে তাকু ধরিন ভক্ষই শ্রীরাম লক্ষ্মণ যহু পড়িলে তা কর আকর্ষিণ ঘেনি জানতে বদন পাশর শ্রীরাম বইলে শুণ সুমিত্রার চাট এ দশা দেখিণ ভেক ওগাড়ুছি বাট দুঃখ সমুদ্র গোটায়ে পূর্বু বেঢ়ি থিলা তাকু পারি নহু পুণ সমুদ্রে দিশিলা ବାବୁରେ ଲକ୍ଷ୍ମଣ ମାତା ସୀତାଙ୍କୁ ହରାଇବାର ଦଶା ଆମକୁ ଦୁଃଖ ଦେବା ସମୟରେ ଆଉ ଏକ ବିପଦପୂର୍ଣ୍ଣ ଶଙ୍କା ଆମ ଆଗରେ ଉପସ୍ଥାପନ ହୋଇଛି। ଲକ୍ଷ୍ମଣ ଗୋଟିଏ ଦୁଃଖ ରୂପ ସମୁଦ୍ରକୁ ଅତିକ୍ରମ ନ କରିବାରେ ଆଉ ଏକ ଦୁଃଖ ସମୁଦ୍ର ଆସି ଆମ ଆଗରେ ଉପସ୍ଥିତ ହୋଇଛି। ଲକ୍ଷ୍ମଣ ଦଶା ପଡ଼ିଲେ ଅନେକ ଅନର୍ଥ କୌଣସି ପ୍ରକାରେ ଆସି ହୁଏ ଉପଗତ ଶୁଣିନ ବୀର ଲକ୍ଷ୍ମଣ କାଢ଼ିଲେ ଖଡ଼ଗ ଶୁଣିନ ବୀର ଲକ୍ଷ୍ମଣ କାଢ଼ିଲେ ଖଡ଼ଗ କଦଳୀ ବୃକ୍ଷ ପଡ଼ିରେ ଭୁଜ କାଟି ବେଗ ବାହୁ ଛେଦନରେ ଦୈତ୍ୟ ବିସ୍ମୟ ହୋଇଲା ଏ ତୁମ୍ଭେ ବୋଲିର ଅତି ଉଞ୍ଚେ ପଚାରିଲା आश्चर्य ए कौन ए माने किए से आज मोर बाहु को छेदन कले हे महात्मा तुम्हारा परिचय मो आगे प्रदान कर महात्मा ଏ ତୁମ୍ଭେ ବୋଲିର ଅତି ଉଞ୍ଚେ ପଚାରିଲା ଏ ବଣ ଦେଶରେ ଘର ନାମ ତୁମ୍ଭ କିସ ଅନଙ୍ଗ କହଇ କହୁଛନ୍ତି ରଘୁ ଶିଷ୍ୟ ଶ୍ରୀରାମ ବୋଇଲେ ଯେ ଅଯୋଧ୍ୟା ଦେଶ ରାଜ ହରେ ରାମ ଲକ୍ଷ୍ମଣ ଆମ୍ଭେ ତାହାଙ୍କ ତନୁଜ ହେ ପିତା
महात्मा किए तुम्हें महात्मा कहीं घोर जंगल मध्य घूर्णायमान अवस्था कुह क्यों देश तुम घर समस्त वृत्तांत मत कुह महात्मा। हे महात्मा मोर देश हेउछि अयोध्या। अयोध्यार राजा दशरथंकर ज्येष्ठ पुत्र हेउछि मोर नाम हेउछि रामचंद्र। मो संगत रे जे अछंती तांकर नाम हेउछि लक्ष्मण। से मोर हेउछंती कनिष्ठ भ्रात। पितृ सत्य को पालन करी 14 वर्ष मु वन को आसीछि। जेतेबेले अगस्त्य मुनि तत्वावधान रे पंचवटी रे बास करुथाए लंकापति रावण मो सीता को हरण कर नहीं गला। से सीता को खोजी खोजी ए अरण्य मध्य रे बातुल प्राय आम दोय भ्राता आपनक सम्मुख रे आज दंडायमान वनिता को खोजइनु बसिरा बानरे आय तुमे के बड़ महात्मा कहो आगरे। हे महात्मा मु तो मोर मोर परिचय आपन प्रदान कली हेले आपनकर परिचय स्वर्गर गंधर्व अष्टवक्र मुनिंकर अभिशाप मु ए धरधाम असुर जन्म जन्म होइछि। मो सम्मुख दिने अष्टवक्र मुनि आसीथिले। तांकर से कदारूप शरीर को देखी मु ताश्चर्य करिथिली। आउ से मुनिवर मते अभिशाप देइथिले। आउ कहिथिले तुम्हें असुर जन्म जन्म ग्रहण कर। कहो मुनि पाद करे परम रे अवरी संतोष होइले मोते अष्टवक्र मुनि। आयोगे नारायण होई अवतार दाशरथी नाम बोलाइले रघुवीर। आउ मते मध्य से सापर मुक्त करबा पई मते अष्टवक्र मुनि कहिथिले। कहिले त्रेतया जुगरे प्रभु राम अयोध्यार राजा दशरथଙ୍କ कुଳରେ जन्म ग्रहण करिले। पितृ सत्य पालन करी 14 वर्ष कंडकित पथर यात्री हेबे। आउ सेही वनवास समय रे पिता सत्य वनवासे तू बाहु काटिले। मुख्य करी तोते मूर्ख देह से देवे। जानिले से प्रभु निश्चय मिलिल एकार। अनर लगाई मोर शरीर मोहर। आउ अष्टवक्र मुनि में कहिथिले तुमे ए धरधाम रु असुर जन्म मुक्त हब जेउ दिन रघुराम
ରାମଚନ୍ଦ୍ର ଏ ଗଣ ମଧ୍ୟକୁ ଆସିବେ, ମୋତେ ମୋକ୍ଷ କରି ମୋତେ ପୂର୍ବ ଜନ୍ମକୁ ଦେବେ। ହେ ପ୍ରଭୁ, ଅଗ୍ନି ଲଗାଇ ମୋ ଶରୀରକୁ ଦାହ କର ପ୍ରଭୁ, ମୁଁ ସର୍ବଭୂତାନ୍ତ ଆପଣଙ୍କୁ କହିବି। ଶୁଣିନ ବୀର ଲକ୍ଷ୍ମଣ ଅଲର ଲଗାଇ, ଅବନ୍ଧର ଶରୀରକୁ ଦେଲା ସେ ଜଳାଇ ଜୟ ରାମ। ପ୍ରଭୁ ମହାତ୍ମା ଅନ ଲଗାଇ ମୋର ଶରୀରକୁ ଦାହ କଲେ ମୁଁ ସର୍ବଭୂତାନ୍ତ ଆପଣଙ୍କୁ କହିବି। ଯହୁକ ବନ୍ଧ ଶରୀର ଭସ୍ମ ହୋଇଗଲା, ଯହୁକ ବନ୍ଧ ଶରୀର ଭସ୍ମ ହୋଇଗଲା। ଦିବ୍ୟ ରୂପେ ବାହାରିଲା ଅନନ୍ତ ଭଳିମା ଜୟ ରାମ। କବନ୍ଧର ମୁଖ୍ୟ ବାଣୀ ଶୁଣ ସାଧୁ ଜନ, ନିଜ ରୂପ ଧରି ରାମଙ୍କୁ କଲା ଦର୍ଶନ। ପୁଣ୍ୟ ପୁଣ୍ୟ ପାଦ ତଳେ କରି ନମସ୍କାର, କହଇ ଗଦ ସେ ବହେ ଅଶ୍ରୁଧାର। ବେଦିକର ଯୋଡ଼ି କହେ ଶୁଣ ରଘୁମଣି, ବାଟେ ଘର କରି ରହି ଅଛି ସବରୁଣୀ। ତାହାଠାରୁ ଯାଅ ସେହୁ କହିବ ବାରତା, ଦେଶରେ ରାବଣ ଦୈତ୍ୟ ହରିନେଲା ସୀତା। ହେ ପ୍ରଭୁ ରଘୁକୁଳ ତିଳକ, ମହାତ୍ମା ମୋର ପ୍ରଣାମ ଗ୍ରହଣ କର ପ୍ରଭୁ। ପ୍ରଭୁ ଏଇ ଅଳ୍ପ ଦୂରରେ ମା ସାବରଣୀ ଆପଣଙ୍କୁ ଅପେକ୍ଷା କରି ରହିଛି ପ୍ରଭୁ। କିପରି ସେଇ ପାପାଚାରୀ ଦଶାନନ ରାବଣ ମାତା ଜାନକୀଙ୍କୁ ହରଣ କରି ନେଇଛି, ସର୍ବଭୂତାନ୍ତ ମା ସାବରଣୀ କହିବେ। ଆପଣ ସେଇ ସାବରଣୀ ପାଖକୁ ଯାଆନ୍ତୁ ପ୍ରଭୁ, ମୋତେ ବିଦାୟ ଦିଅନ୍ତୁ ପ୍ରଭୁ। ଏତେ କହି ପ୍ରଦକ୍ଷିଣ କରି 3 ବାର, ଏତେ କହି ପ୍ରଦକ୍ଷିଣ କରି 3 ବାର। ଅନଙ୍ଗ କହେ ବିମାନେ ଗଲା ସ୍ୱର୍ଗପୁର, କବନ୍ଧ